ମାତୃଭୂମି ମାତୃଭାଷାର ମମତା ଯାହୁରେ ଜନ୍ମି ନାହିଁ, ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ଗୁଡ୍ ମର୍ଣ୍ଣିଂ ଷ୍ଟୁଡେଣ୍ଟସ୍। ଅଷ୍ଟମ ଶ୍ରେଣୀ ପିଲାମାନେ ଆସ ଆମେ ଆଜି ଗୋଟେ କବିତା ପଢ଼ିବା, ଓଡ଼ିଆ କବିତା। କବିତା ଉଦ୍ବୋଧନ। ଉଦ୍ବୋଧନ କବିତାର କବି ସମ୍ଭବ କବି ଗଙ୍ଗାଧର ମେହେର। ତେଣୁ ଆସ ପ୍ରଥମେ ଟିକେ ଆମେ ଗଙ୍ଗାଧର ମେହେରଙ୍କ ବିଷୟରେ ଜାଣିବା। ସମ୍ଭବ କବି ଗଙ୍ଗାଧର ମେହେର ଥିଲେ ଉତ୍କଳର ସାରସ୍ୱତ ଆକାଶରେ ଏକ ଅମ୍ଳାନ ଜ୍ୟୋତିଷ। ସେ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ବରପାରି ଗ୍ରାମରେ 1862 ମସିହା ଅଗଷ୍ଟ 9 ତାରିଖ ଦିନ ପବିତ୍ର ଶ୍ରାବଣ ପୂର୍ଣ୍ଣିମାରେ ଭୂମିଷ୍ଠ ହୋଇଥିଲେ। ତାଙ୍କର ପିତାଙ୍କର ନାମ ଥିଲା ଚୈତନ୍ୟ ମେହେର ଆଉ ତାଙ୍କର ମାତା ଥିଲେ ସେବତୀ ଦେବୀ। ଗରିବ ମୂଲିଆ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ଏହି ମହାନ ପ୍ରତିଭା ମାତ୍ର ପଞ୍ଚମ ଶ୍ରେଣୀ ଯାଏ ପାଠ ପଢ଼ୁଥିଲେ ବା ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା। ଦାରିଦ୍ର୍ୟ ତାଙ୍କର ପଥ ରୋଧ କରିପାରିନଥିଲା। ସେ ନିଜର ସାଧନା ବଳରେ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସ୍ରଷ୍ଟାମାନଙ୍କ ମଧ୍ୟରେ ଗୋଟେ ବିଶିଷ୍ଟ ସ୍ଥାନର ଅଧିକାରୀ ହୋଇପାରିଥିଲେ। ତେଣୁ ଗଙ୍ଗାଧର ମେହେର ଥିଲେ ରାଧାନାଥ ଯୁଗର ଅନ୍ୟତମ ବିଶିଷ୍ଟ କବି। ତେଣୁ ରାଧାନାଥ ଯୁଗକୁ ଆମର କ'ଣ ଆଧୁନିକ ଯୁଗ ମଧ୍ୟ ନାଁ ଦେଇଛୁ। ତେଣୁ ତାକୁ କ'ଣ ଆଧୁନିକ ଯୁଗରେ ମଧ୍ୟ ନିଯୁକ୍ତ କରାହେଇଛି। ତେଣୁ ପ୍ରକୃତରେ ତାଙ୍କର ମୃତ୍ୟୁ ହୁଏ 1924 ମସିହାରେ। ତେଣୁ ତାଙ୍କର ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସ୍ରଷ୍ଟାମାନଙ୍କ ଭିତରେ ସେ ଯେଉଁ ବିଶିଷ୍ଟ ସ୍ଥାନର ଅଧିକାରୀ ହୋଇଛନ୍ତି, ସେ ବିଶିଷ୍ଟ ସ୍ଥାନର ଅଧିକାରୀ ହେବା ପାଇଁ ତାଙ୍କ ପଛରେ ତାଙ୍କର ଯେଉଁ ସୁନ୍ଦର ଲେଖା ଅଛି, ସେହି ସୁନ୍ଦର ଲେଖା ତାଙ୍କର କବିତା ଗୁଡ଼ିକ ଯାହା ତାଙ୍କୁ ଏତିକି ଉଚ୍ଚ ଆସନରେ ଆସୀନ କରିପାରିଛି। ତାଙ୍କର ଲେଖା ଗୁଡ଼ିକ ହେଲା ତପସ୍ୱିନୀ, ପ୍ରଣୟବଲ୍ଲରୀ, କୀଚକବଧୂ, ଇନ୍ଦୁମତୀ, ଉତ୍କଳ ଲକ୍ଷ୍ମୀ, ଅର୍ଘ୍ୟଥାଳୀ, କୃଷକ ସଙ୍ଗୀତ ପ୍ରଭୃତି ତାଙ୍କର ଅନବଦ୍ୟ ସାରସ୍ୱତ ସୃଷ୍ଟି। ତେଣୁ ସମ୍ପୃକ୍ତ କବିତାଟି କବିଙ୍କର ଅର୍ଘ୍ୟଥାଳୀ ପୁସ୍ତକରେ ସଂଗୃହୀତ ହୋଇଛି। ଏଥିରେ ଦେଶ ଆଉ ଦେଶବାସୀଙ୍କର ଉନ୍ନତି ପାଇଁ ରହିଛି କବିଙ୍କର ଚିନ୍ତା ଆଉ ସୁଚିନ୍ତିତ ପରାମର୍ଶ। ତେଣୁ କେବଳ କବିଙ୍କର ସେତିକି ନୁହେଁ, ଅନେକ ଗୁଡ଼ିଏ ଲେଖା ଆମେ ପଢ଼ିଛୁ ମଧ୍ୟ। ଅନେକ ଲେଖା ଆମ ସାମ୍ନାକୁ ଆସେ। କେତେ ନୀତିବାନ କଥା, କେତେ କ'ଣ ନୀତିସୂଚକ କଥା ସବୁ ଆମ ଆଖି ଆଗରେ ସବୁ ନାଚିଯାଏ। ବିଭିନ୍ନ ପ୍ରକାର ଚଳନୀରେ ମଧ୍ୟ ତାଙ୍କର ଅନେକ କବିତା ଆମେ କ'ଣ କହିଥାଉ। ତେଣୁ ଗୋଟେ ତାଙ୍କର ଗୋଟେ ଲେଖା ଅଛି ଜଣାଣଟେ, ବିଶ୍ୱ ଜୀବନ ହେ ତୁମକୁ କରୁଣା ସିନ୍ଧୁ, ବୋଲିବାକୁ ମନ ବଳୁନାହିଁ ମୋର, ବୋଲିବାକୁ ମନ ବଳୁନାହିଁ ମୋର, ସିନ୍ଧୁ ତବ କୃପା ବିନ୍ଦୁ, ବିଶ୍ୱ ଜୀବନ ହେ ତୁମକୁ କରୁଣା ସିନ୍ଧୁ। ତେଣୁ ଚାଟଶାଳୀ ପର୍ଯ୍ୟନ୍ତ ସେ ପଢ଼ିଥିଲେ। ଇଂରାଜୀ ବି ଜାଣିନଥିଲେ, କିନ୍ତୁ ବଙ୍ଗଳା, ହିନ୍ଦୀ, ସଂସ୍କୃତ ସହିତ ସେ ପରିଚିତ ଥିଲେ। ସାରା ଜୀବନ ତାଙ୍କର ଅତିବାହିତ ହୋଇଯାଇଛି ସେଇ କବିତା ଲେଖାରେ। ଆଉ ପାରିବାରିକ କାର୍ଯ୍ୟରେ ମଧ୍ୟ, ପାରିବାରିକ କାର୍ଯ୍ୟରେ ସେ ଟିକେ ବେଶୀ ମାତ୍ରାରେ ଲିପ୍ତ ରହୁଥିଲେ। ତେଣୁ ପାରିବାରିକ କାର୍ଯ୍ୟରେ ଏତେ ମାତ୍ରାରେ ଲିପ୍ତ ରହି ମଧ୍ୟ କ'ଣ କରୁଥିଲେ, ତନ୍ତ ଚଳାଉଥିଲେ। ତେଣୁ ତନ୍ତ ଚଳାଇଲେ ମଧ୍ୟ ସେ ଶାସ୍ତ୍ର ଚର୍ଚ୍ଚାରୁ କେବେ ବିରତ ହୋଇନଥିଲେ। ସେ ସାରଳା ମହାନନ୍ଦ ଜଗନ୍ନାଥଙ୍କର
ଭାଗବତ ବଳରାମ ଦାସଙ୍କର କ'ଣ ଯେଉଁ ଆମର ଯେଉଁ ରାମାୟଣ ଅଛି, ଭଞ୍ଜ ଦୀନକୃଷ୍ଣ ଅଭିମନ୍ୟୁ ସାମନ୍ତ ସିଂହାରଙ୍କର କାବ୍ୟବଳୀ ବହୁତ ଭାବରେ ସେ ପାଠ କରୁଥିଲେ। ତେଣୁ 1885 ମସିହାରେ ଜମିଦାରଙ୍କର ଶିରସ୍ତରେ ଅମିନ ଭାବେ କାର୍ଯ୍ୟ କରୁଥିଲେ। ପରେ ପରେ ବରପାଲି, ସମ୍ବଲପୁର, ବିଜେପୁର, ପଦ୍ମପୁରଠାରେ ସେ ବିଚାର ବିଭାଗର ମହୋଦୟ ଭାବେ କାର୍ଯ୍ୟ କରି 1917ରେ କ'ଣ କଲେ, ଅବସର ଗ୍ରହଣ କଲେ। ତେଣୁ 1924ରେ କ'ଣ ହେଲା, ତାଙ୍କର ମୃତ୍ୟୁ ହେଲା। ଆଚ୍ଛା, ସେ କ'ଣ କରିଥିଲେ, ତାଙ୍କ ଲେଖା ଗୁଡ଼ିକରେ ପ୍ରାଚ୍ୟ ସଂସ୍କୃତି, ଐତିହ୍ୟ, ଆଦର୍ଶକୁ ଆଧାର କରି ସେ ଲେଖିଲେ ତାଙ୍କର କାବ୍ୟ କବିତା। ଭିନ୍ନ ଧରଣର କବିତା କାବ୍ୟ ଲେଖିବା ପାଇଁ ସେ ଆଗେଇ ଆସିଲେ। ତେଣୁ ଯେଉଁ ଭଞ୍ଜ ଆଉ ରାଧାନାଥଙ୍କର ଯେଉଁ ଲେଖା, ଭଞ୍ଜ ରାଧାନାଥଙ୍କର ଯେଉଁ ଶୈଳୀ, ସେ ଶୈଳୀକୁ ମଧ୍ୟ ସେ ଅନୁସରଣ କଲେ। ତାଙ୍କର ରଚିତ ଯେଉଁ କାବ୍ୟ କବିତା ଗୁଡ଼ିକ, ସେ କାବ୍ୟ କବିତା ଗୁଡ଼ିକ ଆମେ କ'ଣ ଯେତେ ଥର ଆମେ ପାଠ କରୁଛୁ ସେତେ ଥର ମଧ୍ୟ ଆମକୁ କ'ଣ ଖୁସି ଲାଗେ। ତେଣୁ ସେ ଅର୍କଥୟ କବିତାରେ କବିଙ୍କର ଅମୃତଧାରା ଏଠାରେ ସ୍ପଷ୍ଟ ଭାବରେ ପ୍ରତିଫଳିତ। ତେଣୁ ସୁନ୍ଦର ଭାବରେ ସୁନ୍ଦର କାବ୍ୟ କବିତା ମାଧ୍ୟମରେ ଯେଉଁ କଥା ସବୁ ସେ ଲେଖିଗଲେ, ଯେଉଁ ବାର୍ତ୍ତା ସମାଜକୁ, ଜାତିକୁ ଦେଇଗଲେ, ତାହା ନିଶ୍ଚିତ ଭାବରେ ଅଭୁଲା ରହିଗଲା। ତେଣୁ ଏଠି ସେ ସବୁବେଳେ କ'ଣ ଈଶ୍ୱରଙ୍କୁ ବି ଭକ୍ତି କରୁଥିଲେ। ତେଣୁ ପ୍ରଣୟ ବଲ୍ଲରୀରେ ସେ କ'ଣ କରିଛନ୍ତି, ପ୍ରଣୟ ବଲ୍ଲରୀ କାବ୍ୟ ତାଙ୍କର ଦୁଷ୍ମତା ଆଉ ଶକୁନ୍ତଳା, କଣ୍ୱ ଋଷିଙ୍କ ଆଶ୍ରମ କଥା ସେ ମଧ୍ୟ ଏଥିରେ ବର୍ଣ୍ଣିତ କରିଛନ୍ତି। ତେଣୁ ସମାଜର ଏଠି ଉଦାହରଣ କହିବାର କଥା, ସମାଜର ଛୋଟିଆ ଛୋଟିଆ କଥାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି। ତେଣୁ ଯେଉଁ କଣ୍ୱ ଋଷିଙ୍କ ପାଖକୁ ସେ କ'ଣ କରୁଛନ୍ତି, ଆଶ୍ରମରେ ଯେତେବେଳେ କଣ୍ୱ ମହର୍ଷି ଶକୁନ୍ତଳା ତାଙ୍କ ପାଳିତା କନ୍ୟାକୁ ସାମାଜିକର ବିଭିନ୍ନ ପାଳିତା କନ୍ୟାକୁ ସେ କ'ଣ କରୁଛନ୍ତି, ସାମାଜିକର ବିଭିନ୍ନ ଶିକ୍ଷା ସେ ଦେଇଛନ୍ତି। ସେ ଯେଉଁ ବିଭିନ୍ନ ଶିକ୍ଷା ଦେଇଛନ୍ତି, ସେ ବିଭିନ୍ନ ଶିକ୍ଷା ଭିତରେ ଆଉ ଗୋଟେ କଥା, ନିଛକ କଥା ଭିତରେ ଯେ ଦେଇଛନ୍ତି, ସେ ପ୍ରକୃତରେ ଗୋଟେ ବୋହୂର କ'ଣ କର୍ତ୍ତବ୍ୟ, ସେ କଥା ମଧ୍ୟ ସେ ସୁନ୍ଦର ଭାବରେ ଏଠି ଦର୍ଶାଇଛନ୍ତି। ଯେ ପ୍ରକୃତରେ କ'ଣ ଗୋଟେ ବୋହୂଟି ହେଲା ପରେ କ'ଣ କରିବାକୁ ହେବ, ଏକଥା ମଧ୍ୟ ସେ ତାଙ୍କର ପାଳିତ କନ୍ୟାକୁ କ'ଣ ଶିଖେଇଛନ୍ତି। ତେଣୁ ଏଥିରେ ସେ ଲେଖିଛନ୍ତି, ସ୍ୱାମୀ ଗୁରୁ ସ୍ୱାମୀ ପରମ ଦେବତା, ସ୍ୱାମୀ ସେବା ନାରୀ ଧର୍ମ, ସ୍ୱାମୀ ପଦେ ଭକ୍ତି ଅର୍ଚ୍ଚନାରେ ଭକ୍ତି, ଅର୍ପିତ କରିବୁ କର୍ମ। ତେଣୁ ସମାଜକୁ ବା ସମାଜ ପାଇଁ ଏଠି ନୀତି ବହନ କରୁଥିବା ଏହି ସୁନ୍ଦର ପଦ ଗୁଡ଼ିକ ତାଙ୍କର ଖୁବ୍ ସୁନ୍ଦର ହେଇଛି। ତେଣୁ ସମାଜରେ କ'ଣ ଏଠି ସାମାଜିକ ଶୃଙ୍ଖଳା ମଧ୍ୟ ଏ ପଦ ଗୁଡ଼ିକ ଅନେକ ମାତ୍ରାରେ ସୃଷ୍ଟି କରିଛି। ତେଣୁ ଏଠି ଆମେ ଯେଉଁ ଗଙ୍ଗାଧର ମେହେରଙ୍କ ବିଷୟରେ ପଢ଼ିଲେ, ତାଙ୍କ କାବ୍ୟ କଥା ଯେଉଁ ଉଦ୍ବୋଧନ କବିତାଟି ଆମେ ଆଜି ପଢ଼ିବା ପାଇଁ ଯାଉଛନ୍ତି, ସେଇ ଉଦ୍ବୋଧନ କବିତାଟି ସଭାକବି ଗଙ୍ଗାଧର ମେହେରଙ୍କର କ'ଣ ଉଦ୍ବୋଧନ କବିତାଟି ଗୋଟେ ମହାନ ସାରସ୍ୱତ କୃତି। ତେଣୁ ଏହି କବିତାରେ ସେ କ'ଣ କରିଛନ୍ତି, ମାତୃଭାଷାର ଉନ୍ନତି ସହିତ ମନୁଷ୍ୟର ଉନ୍ନତି କିପରି ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ଏଥିରେ ସୁନ୍ଦର ଭାବରେ ସେ ବର୍ଣ୍ଣନା କରିଛନ୍ତି। ତେଣୁ ଆସ କବିତାଟି ଆମେ ପାଠ କଲେ ଆମେ ପ୍ରକୃତରେ ତା'ର ମର୍ମ ସହଜରେ ବୁଝିପାରିବା। ନବର ବିକରେ ଫୁଟାଇ କମଳ, ଉତ୍ଫୁଲେ ଉଠନ୍ତି ବିହଙ୍ଗ ଦଳ, ଆହାର ବିହାର ପାଇତେ ଜୀବୁର, ଉଡ଼ି ଯାଇଥାନ୍ତି କେତେ କେତେ ଦୂର। ତେଣୁ ପ୍ରକୃତରେ ଏଠି କବି ଲେଖିଛନ୍ତି, ପ୍ରଭାତ ହେଲେ
ସୂର୍ଯ୍ୟ କ'ଣ କରନ୍ତି? ସମସ୍ତ ଆଳସ୍ୟ ଆଉ ଜଡ଼ତାକୁ ତ୍ୟାଗ କରିଦିଅନ୍ତି। ତ୍ୟାଗ କରିକି ପୂର୍ବ ଆକାଶରେ କ'ଣ କରନ୍ତି? ପୂର୍ବ ଆକାଶକୁ ପୁରା ଲାଲିମା କରି ଲାଲ ରଙ୍ଗ କରି ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି। ସେଇ ସୂର୍ଯ୍ୟଙ୍କୁ ପୂର୍ବ ଦିଗରେ ଯେଉଁ ଉଦୟର କଥାକୁ ଏଠି କବି କ'ଣ ଲେଖୁଛନ୍ତି? ନବ ରବିକରେ ଫୁଟଇ କମଳ ଉତ୍ଫୁଲ୍ଲେ ଉଠନ୍ତି ବିହଙ୍ଗ ମଣ୍ଡଳ। ତେଣୁ ଏହି ପ୍ରକୃତି କବି ସ୍ୱଭାବ କବି ଗଙ୍ଗାଧର ମେହେର ଆହୁରି ମଧ୍ୟ ସେ ଲେଖିଛନ୍ତି ତାଙ୍କର କିଚକବୋଧ କାବ୍ୟର ପ୍ରଭାତ ବର୍ଣ୍ଣନାରେ ସେଇ ସୂର୍ଯ୍ୟଙ୍କର କ'ଣ ଆସିବାକୁ ନେଇକି ବର୍ଣ୍ଣନା କରିଛନ୍ତି। କ'ଣ? ପ୍ରକୃତି ଯନ୍ତ୍ରରେ ଖଣ୍ଡ ଖଣ୍ଡ କରି ପ୍ରଭାକର ମହାମଣି ନିଜ ଅବୟବ ଅଳଙ୍କୃତ କଲା ବଢ଼ି ତାର ନିଶାମଣି। ତେଣୁ ପ୍ରକୃତିରେ ସେ କ'ଣ କରିଛନ୍ତି? କହୁଛନ୍ତି ଯେ ପ୍ରକୃତି ରୂପକ ଯନ୍ତ୍ରରେ ସୂର୍ଯ୍ୟଙ୍କର ଯେଉଁ ଖଣ୍ଡ ଖଣ୍ଡ ହେଇକି ସୂର୍ଯ୍ୟଙ୍କର ଯେଉଁ ଆଭା ସୂର୍ଯ୍ୟଙ୍କ ଦେହକୁ ଖଣ୍ଡ ଖଣ୍ଡ କରିକି ସେଇଥିରେ ହେଇଛି କ'ଣ? ତାରା ଆଉ ନିଶାମଣି। ସେଇଟା କ'ଣ? ସେ ସୂର୍ଯ୍ୟଙ୍କର ଶରୀରରୁ ସୃଷ୍ଟି ବୋଲିକି ଏଠି ସେ କହୁଛନ୍ତି। ତେଣୁ କେତେ ସୁନ୍ଦର ଭାବରେ ତାଙ୍କର ଭାବନାର ଲେଖା ସବୁ ଏଠି ଆମକୁ ପଢ଼ିଲେ ଆହୁରି ଆନନ୍ଦ ଲାଗେ। ତେଣୁ ନବ ରବିକରେ ଫୁଟଇ କମଳ, ଏଠି କ'ଣ? ନୂଆ ସୂର୍ଯ୍ୟ କ'ଣ? ସକାଳ ହେଇଛି, ସକାଳର ସୂର୍ଯ୍ୟ ପୁଣି ଥରେ ମାନେ ଦିନର ସେଇଠି ଆରମ୍ଭ ହେଇଛି। ସୂର୍ଯ୍ୟ ପୁଣି କ'ଣ ହେଇଛନ୍ତି? ଉଦୟ ହେଇଛନ୍ତି। ତେଣୁ ପ୍ରଭାତ ଯେତେବେଳେ ହେଲା, ପ୍ରଭାତ ସମୟରେ କ'ଣ ହେଇଛି? ସୂର୍ଯ୍ୟ ଯେମିତି ଭାବରେ ନିଜେ ମାନେ ସମସ୍ତ ପ୍ରକାର ଆଳସ୍ୟ ତ୍ୟାଗ କରିକି ଉଦୟ ହେଇଛନ୍ତି, ଠିକ୍ ସେହିପରି କ'ଣ ହେଇଛି? ପଦ୍ମଫୁଲ କ'ଣ ପ୍ରସ୍ଫୁଟିତ ହେଇ ଉଠିଛି। ପଦ୍ମଫୁଲ ପ୍ରସ୍ଫୁଟି ଦେଇଛି। ନବ ରବିକରେ ଫୁଟଇ କମଳ, ମାନେ ସେଇ ସୂର୍ଯ୍ୟଙ୍କର ଯେଉଁ କିରଣ ଆସିଲା, ସେଇ ସୂର୍ଯ୍ୟଙ୍କର କିରଣରେ ପଦ୍ମଫୁଲ ଫୁଟି ଉଠିଲା। ଆମେ ଜାଣିଛନ୍ତି ଆମର ପଦ୍ମ ବା କଇଁ କ'ଣ ହୋଇଥାଏ? ସେମିତି କଢ଼ଟି ପରି ରହିଥାଏ। ଯେତେବେଳେ ସୂର୍ଯ୍ୟଙ୍କର କିରଣ ଆସେ ସେତେବେଳେ ଯାଇକି ସେ ପ୍ରସ୍ଫୁଟିତ ହୁଏ। ତେଣୁ ଏଠି କବି କହୁଛି ନବ ରବିକରେ ଫୁଟଇ କମଳ। ତେଣୁ ଯେତେବେଳେ ସୂର୍ଯ୍ୟଙ୍କର ରଶ୍ମି ପଦ୍ମ ପାଖୁଡ଼ା ଉପରେ ପଡ଼ିଛି ବା ପୃଥିବୀ ପୃଷ୍ଠରେ ପଡ଼ିଛି, ସେତେବେଳେ ହିଁ ପଦ୍ମଫୁଲ କ'ଣ ଫୁଟି ଉଠିଛି। ଆଉ ଉତ୍ଫୁଲ୍ଲେ ଉଠନ୍ତି ବିହଙ୍ଗ ମଣ୍ଡଳ। ବିହଙ୍ଗ ମଣ୍ଡଳ ମାନେ କି? ବିହଙ୍ଗ କିଏ? ଚଢ଼େଇମାନେ। ଚଢ଼େଇମାନେ କ'ଣ କରନ୍ତି? ମହା ଆନନ୍ଦରେ କ'ଣ ସେମାନେ କ'ଣ କରନ୍ତି? ମାନେ ଉଠି ପଡ଼ନ୍ତି। ଉଠି ପଡ଼ି କ'ଣ କରନ୍ତି? ଆହାର ବିହାର ପାଇଁ ତେଜିପୁର। ଆହାର ବିହାର ପାଇଁ। ଆହାର ବିହାର କ'ଣ? ମାନେ ସେମାନେ ଖାଦ୍ୟ ଅନ୍ୱେଷଣ। ବିହଙ୍ଗ ମଣ୍ଡଳ କ'ଣ କରନ୍ତି? ନିଜର ଖାଦ୍ୟ ଅନ୍ୱେଷଣ ପାଇଁ କ'ଣ ବନ ବନାନୀ ଶିଖରରେ ସେମାନେ ଚାରିଆଡ଼େ ଘୁରି ବୁଲନ୍ତି। ଉଡ଼ି ଯାଇଥାନ୍ତି କେତେ କେତେ ଦୂର। ମହୁମାଛି ମଧୁ ସଞ୍ଚୟ ଲାଳସେ ବହୁ ଦୂର ବନ ପର୍ବତ ବିଳସେ। ତେଣୁ ମହୁମାଛି ବି କ'ଣ କରେ? ସେ କ'ଣ ଯେତେବେଳେ ତାର କାମରେ ଲାଗି ପଡ଼େ, ସକାଳ ହେଲା ମହୁମାଛି ବି ତା କାମରେ ଲାଗି ପଡ଼େ। ସିଏ କ'ଣ କରେ? ଯେତେବେଳେ ମହୁମାଛି କ'ଣ ମଧୁ ସଞ୍ଚୟ ଲାଳସେ, ମଧୁ ସଞ୍ଚୟ କରିବା ଆଶାରେ ସିଏ କ'ଣ କରେ? ସେଇଭଳି ବନ ପାହାଡ଼ ମଧ୍ୟ ସିଏ ଘୁରି ବୁଲେ। ଆଉ ଫଳ ଥାଉ କେହି ନିଶ୍ଚୟ ମୌନ, ଥାଉ ନ କରନ୍ତି ଜୀବନ ନେଉନ। ତେଣୁ ପ୍ରକୃତରେ ଏଠି ଆମେ ଦେଖିବା କଥା ଯେ ଜୀବନ କାଳର ମୁହୂର୍ତ୍ତରେ କର୍ମ ନ କରି କେହି ମୌନତା ଅବଲମ୍ବନ କରିପାରେ ନାହିଁ। କାହାରି ମୂଲ୍ୟବାନ ଜୀବନ କେବେ ନ୍ୟୁନ ହୋଇ ନପାରେ। ତେଣୁ ନାନା କର୍ମକୌଶଳରେ କର୍ମ କଲେ କାହାରି କ୍ଷୁଧାର ତାଡ଼ନା ସହିବାକୁ ପଡ଼େ ନାହିଁ। ତେଣୁ ସକାଳ ହେଲା, ଏଠି ସମସ୍ତେ ନିଜ ନିଜ କାମରେ ଲାଗି ପଡ଼ିଲେ। ସମସ୍ତେ କ'ଣ ନିଜ ନିଜ ପାଇଁ କ'ଣ ନିଜ ପାଇଁ ପ୍ରସ୍ତୁତ ହେଲେ କିପରି ଭାବରେ ସେମାନେ କ'ଣ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ସୁପ୍ତ ସିଂହ ମୁଖେ ନପସେ ଆହାର, ଶ୍ରମେ ବିପିଲିତ ପୁରାଏ ଭଣ୍ଡାର। ଏଠି କ'ଣ ହେଇଛି? ଯେ ସୁପ୍ତ ସିଂହ ମୁଖେ ନପସେ ଆହାର। ସୁପ୍ତ ସିଂହ ମାନେ ଶୋଇଥିବା ସିଂହ। ଯେ ପ୍ରକୃତରେ ଏଠି କ'ଣ? ସିଂହ ହେଉଛି ପଶୁରାଜ। ଦୁନିଆରେ ଯେତେ ବଳଶାଳୀ ଜୀବ ଅଛନ୍ତି, ଦୁନିଆରେ କ'ଣ ପ୍ରତ୍ୟେକ ବଳଶାଳୀ ଜୀବ ନିଜର ଉଦର ପୂର୍ତ୍ତି ନିମିତ୍ତ କ'ଣ କର୍ମତତ୍ପର ହୁଅନ୍ତି। ଅମିତ ବଳଶାଳୀ କିଏ? ସେ ପଶୁରାଜ ସିଂହ। ଶିକାର ନ କଲେ ତା ମୁଖରେ ସ୍ୱତ ଆହାର ପ୍ରବେଶ କରେ ନାହିଁ। ସ୍ୱତ ଭାବରେ ତା ମୁହଁରେ କେହି ଆଣି ଖାଇବା ଦେଇଯାଆନ୍ତି ନାହିଁ। ତେଣୁ ଆମେ ଯଦି
ଏଠି ପଶୁରାଜ ସିଂହ କଥା କହିଲେ କ'ଣ ସବୁଠାରୁ ଶ୍ରେଷ୍ଠ ଜୀବ ସିଂହ କିଏ ସେ ଯିଏ ବଣର ରାଜା ତା କଥା ଉଦାହରଣ ଦେଲେ। ଆଉ ସବୁଠାରୁ କ୍ଷୁଦ୍ର ଜୀବ କିଏ ସେ ପିମ୍ପୁଡ଼ି ତା କଥା ମଧ୍ୟ କବି ଏଠି ଉଦାହରଣ ଦେଉଛନ୍ତି। ସୁପ୍ତ ସିଂହ ମୁଖେ ନପଶେ ହାର ଶ୍ରମେ ପିପିଲିକା ପୁରାଏ ଭଣ୍ଡାର। ତେଣୁ ଆମେ କେବଳ ସିଂହ କଥା କହିବା ନାହିଁ, ଅତି କ୍ଷୁଦ୍ର ଜୀବ କିଏ ସେ ଆମର ପିମ୍ପୁଡ଼ି ଅନବରତ କ'ଣ କରେ ଶ୍ରମ କରି ତା'ର ଖାଦ୍ୟ ଭଣ୍ଡାରକୁ ସେ ସାଇତି ରଖାଏ, ଶ୍ରମ କରେ କିଛି ଖାଏ ଆଉ ପରବର୍ତ୍ତୀ ସମୟରେ କ'ଣ କରେ ଆଉ କିଛି ସାଇତି ରଖେ ଅସୁବିଧା ସମୟରେ ତା'ର ଦରକାରରେ ଆସିବ ବୋଲି। ତେଣୁ ସେହିପରି ଭାବରେ କ'ଣ ଶ୍ରମ ପିପିଲିକା କ'ଣ ପୁରାଏ ଭଣ୍ଡାର, ପିମ୍ପୁଡ଼ି କ'ଣ କରେ ତା'ର ଭଣ୍ଡାରକୁ କ'ଣ କରେ ପୂରଣ ଯେମିତି କରିଦିଏ, ଖାଦ୍ୟ ସଂଗ୍ରହ କରିକି ତା ଭଣ୍ଡାରକୁ ପୂରଣ କରିକି ରଖେ। କାହିଁକି ଆଗାମୀ କଥା ଚିନ୍ତା କରେ ଯେ ପ୍ରକୃତିରେ ଆଗକୁ ତା ପାଇଁ କେବେ ଯଦି ଅସୁବିଧା ପଡ଼ିବ ତାହେଲେ ତା'ର ଖାଦ୍ୟ ଥିଲେ କ'ଣ ହେବ, ତା ଖାଦ୍ୟ ତାକୁ ହିଁ ଦରକାରରେ ଆସିବ। ମେଲିଥିଲେ ପାଟି ଶୋଇ ବୃକ୍ଷ ତଳେ ବୃକ୍ଷ ଚିତ ଫଳ ନ ପଡ଼େ କେବଳ। ଯଦି ପ୍ରକୃତରେ ଆମେ ଗୋଟେ ବୃକ୍ଷରେ ଫଳ ଫଳିଛି ସେ ବୃକ୍ଷରେ ଫଳ ଛିଣ୍ଡାଇକି ଆଣିବା ନାହିଁ, ଆମେ କହିବା ଏଇଠି ଆମେ କରିକି ଶୋଇଲେ ଆମ ପାଟିରେ ପଡ଼ିବ, ତାହେଲେ ଏଗୁଡ଼ାକ କ'ଣ ଏ ତ ସୁଦୁ ଅଳସୁଆର କଥା, ଏ ତ ସୁଦୁ କ'ଣ ମାନେ ଯେମିତି କଥାରେ କହନ୍ତିନି ଆମର କର୍ମକୁଡ଼ିଆ, ଏମାନଙ୍କୁ ତ ଖାଇବାକୁ ମିଳିବ ନାହିଁ। ତେଣୁ ଏଠି ମେଲିଥିଲେ ପାଟି ଶୋଇ ବୃକ୍ଷ ତଳେ ବୃକ୍ଷ ଚିତ ଫଳ ନ ପଡ଼େ କବଳେ। ତେଣୁ କବି ଏଠି କହୁଛନ୍ତି ଯଦି ଆମେ କରିକି ବୃକ୍ଷ ମୂଳରେ ଶୋଇବା ତାହେଲେ ବୃକ୍ଷ ଫଳ ଯାଇକି ଆମ ପାଟିରେ ପଡ଼ିଯିବନି। ତ ପାଟି ଖୋଲିକି ଆମେ କ'ଣ ଶ୍ରମ ବିମୁଖ ହୁଏ, ଯଦି କେବଳ ଆମେ କ'ଣ ଶୋଇ ରହିବା ଆମକୁ କିଛି ମିଳିବ ନାହିଁ। ଗଜ ସିଂହ ବ୍ୟାଘ୍ର ଦେହେ ଅଛି ବଳ ତାଙ୍କୁ ବାନ୍ଧେ ନର ପ୍ରକାଶେ କୌଶଳ। ଗଜ ସିଂହ ବ୍ୟାଘ୍ର କ'ଣ ସବୁଠାରୁ ଶ୍ରେଷ୍ଠ ଜୀବ, ବଡ଼ ବଡ଼ ଜୀବ କିଏ ସେ ବଣୁଆ ଜୀବ, ବାଘ ସିଂହ ଆଉ କିଏ ଆଉ ଆମର ହାତୀ, ଏଇ ଯେଉଁ ବଡ଼ ବଡ଼ ଜୀବ ଆମର ଅଛନ୍ତି ତାଙ୍କରି କଥା ଏଠି କବି କ'ଣ ଲେଖିଛନ୍ତି ଯେ ପ୍ରକୃତରେ ଏଠି ଆମେ ଯେଉଁ କହୁଛୁ ଯେ ବାଘ ସିଂହ ସବୁଠାରୁ ବଳୁଆ, ମାନେ ତାଙ୍କ ଦେହରେ ଜୋର ବଳ ଅଛି, କିନ୍ତୁ କ'ଣ ବାଘ ସିଂହ ଦେହେ ଅଛି ବଳ ତାଙ୍କୁ ବାନ୍ଧେ ନର ପ୍ରକାଶୀ କୌଶଳ। ଆରେ ସେ ତ ଏତେ ବଳଶାଳୀ, ଆମେ ତ ତାଙ୍କୁ ଦେଖିଲେ ତାଙ୍କ ପାଖେ ବି ପଶୁନା, କିନ୍ତୁ ମଣିଷ ତାକୁ କିପରି ଭାବରେ ଆୟତ୍ତ କରିଛି। ତେଣୁ ସେଇ ଜୀବକୁ ମଣିଷ କିପରି ଆୟତ୍ତ କରିଛି, ମଣିଷ କ'ଣ କରିଛି ନିଜର ବୁଦ୍ଧି ବଳରେ ତାଙ୍କୁ ଆୟତ୍ତ କରିକି ରଖିପାରିଛି। ଆଚ୍ଛା, ବ୍ୟାଘ୍ର ସିଂହ ଗଜ ସିଂହ ବ୍ୟାଘ୍ର ଦେହେ ଅଛି ବଳ ତାଙ୍କୁ ବାନ୍ଧେ ନର ପ୍ରକାଶୀ କୌଶଳ, କିନ୍ତୁ ତାକୁ ଯେତେବେଳେ ମଣିଷ କ'ଣ ଆୟତ୍ତ କରିକି ରଖିଛି, କୌଶଳ ଜନକ ଜ୍ଞାନ ଅଟେ ସିନା ଜନମି ନ ପାରେ ଜ୍ଞାନ ଭାଷା ବିନା। ତେଣୁ ଯଦି ପ୍ରକୃତରେ ଏଠି କ'ଣ କୌଶଳ ଦରକାର, ପ୍ରକୃତରେ ଆମର ପ୍ରଥମ ଜିନିଷ ହେଉଛି ଜ୍ଞାନ। ସେ ଜ୍ଞାନ ଆମେ କେଉଁଠୁ ପାଉ, ଆମେ ଶିକ୍ଷାରୁ ପାଉ। ପ୍ରକୃତରେ ଆମର ଯଦି ଉଚିତ ଭାବରେ ଠିକ୍ ଭାବରେ ଆମର ଜ୍ଞାନଟାକୁ ଆମେ ପ୍ରୟୋଗ ନ କରିବା ତାହେଲେ କ'ଣ ହେବ, ଆମେ ସବୁବେଳେ କ'ଣ ପଛୁଆ ହେଇକି ରହିଯିବା। ଏଠି କବି ସେ କହୁଛନ୍ତି କ'ଣ ଯେ ଆମର ମନୁଷ୍ୟ କ'ଣ ଅନେକ ଗୁଣରେ ଶକ୍ତିଶାଳୀ, ତେଣୁ ଜୀବମାନଙ୍କୁ ବହୁତ ଜୀବମାନଙ୍କୁ ଶକ୍ତିଶାଳୀ ଜୀବମାନଙ୍କୁ ସେ ପ୍ରଦାନ କରିଥାଏ। ମନୁଷ୍ୟର ଏ ଯେଉଁ ପ୍ରଭୁତ୍ୱ ଅଧିକାରୀ ହେବା ମୂଳରେ କ'ଣ ରହିଛି, ତା'ର ଜ୍ଞାନ ରହିଛି। ସେ ଜ୍ଞାନକୁ ସେ କ'ଣ କରେ ଭାଷା ମାଧ୍ୟମରେ ହିଁ ଲାଭ କରିଛି। ତେଣୁ ସର୍ବବିଧ କୌଶଳର ମୂଳ ଉତ୍ସ ହେଉଛି ଜ୍ଞାନ। ତେଣୁ ଜ୍ଞାନର ଅଙ୍କୁରୋଦ୍ଗମ ଭାଷାର ହିଁ ହେଇଥାଏ। ତେଣୁ ପ୍ରକୃତରେ ଭାଷାର କ'ଣ ସବୁଯାକ ଜ୍ଞାନ ମଣିଷ ଆହରଣ କରିଛି। କ'ଣ କରିଛି, ଭାଷା ଯୋଗ ସିନା ଦମେ ଜୀବଗଣ ମାନବ କରଇ ବିଶ୍ୱ ରାଜଗଣ। ତେଣୁ କେବଳ ଭାଷାଟା ତା ପାଖରେ ଅଛି, ଭାଷା ଶିଖିଛି ବୋଲି ସେ ସବୁ ଜୀବମାନଙ୍କ ଉପରେ ରାଜା ବା ରାଜଗଣ ବା କ'ଣ ସମସ୍ତଙ୍କ ଉପରେ ଗୋଟେ ପ୍ରଭୁତ୍ୱ ଜାହିର କରିଛି ବା ସମସ୍ତଙ୍କ ଉପରେ କ'ଣ କରିଛି ସେ ମାଷ୍ଟରୀ ଦେଖାଉଛି। ଯା ଭାଷା ଦୁର୍ବଳା ସେ ନିଶ୍ଚୟ ଅଧମ କାହିଁ ହେବ ମାନେ ପ୍ରତିଯୋଗୀ କ୍ଷମ। ଯା ଭାଷା ଦୁର୍ବଳା ସେ ନିଶ୍ଚୟ ଅଧମ। ଏଠି କବି କହୁଛନ୍ତି ଯେ ପ୍ରକୃତର ମଣିଷର ଉନ୍ନତି ପାଇଁ ମୂଳରେ ଅଛି କିଏ ସେ ଭାଷା।
ତେଣୁ ପ୍ରକୃତ ଭାଷା ଯଦି ସେ ନ ଶିଖିବ, ଯେଉଁମାନଙ୍କର ଭାଷା ଜ୍ଞାନ ଦୁର୍ବଳ ସେମାନେ କ'ଣ ଅଧମ ଭାବରେ ପଦବାଚ୍ୟ। ଭାଷା କ'ଣ କରେ? ଅବୋଧ ବ୍ୟକ୍ତି ସମାଜରେ ହୀନ, ହେୟ ଆଉ ନୀଚ ଭାବରେ ପରିଗଣିତ ହୁଅନ୍ତି। ସେମାନେ ଅନ୍ୟମାନଙ୍କ ସହ ପ୍ରତିଯୋଗିତାରେ କେବେ ସମକକ୍ଷ ହୋଇପାରନ୍ତି ନାହିଁ। ତେଣୁ ମଣିଷର ଉନ୍ନତି ସହିତ ଭାଷାର ଗଭୀର ସମ୍ପର୍କ ରହିଛି। କାରଣ ଉପଯୁକ୍ତ ଭାଷା ଜ୍ଞାନ ନଥିଲେ ବ୍ୟକ୍ତିବିଶେଷ କ'ଣ କରେ? ମାନେ କେଉଁଥିରେ ବି କ'ଣ କୌଶଳ ପ୍ରୟୋଗ କରିପାରେ ନାହିଁ, କି ମଧ୍ୟ କେଉଁଥିରେ ସେ କ'ଣ ଜ୍ଞାନ ଅର୍ଜନ କରିପାରେ ନାହିଁ, କି କେଉଁଥିରେ ମଧ୍ୟ ଜୟ ଲାଭ କରିପାରେ ନାହିଁ। ତେଣୁ ଏଠି କବି ସେଇଆକୁ କହୁଛନ୍ତି ଯେ ଯାହା ସେ ଦୁର୍ବଳ ସେ ନିଶ୍ଚୟ ଅଧମ, କାହିଁ ହେବ ଅନ୍ୟ ପ୍ରତିଯୋଗୀ କ୍ଷମ। ଯାହାର ଭାଷା ଦୁର୍ବଳ ସେ ନିଶ୍ଚୟ ପାପୀ ବୋଲି, ଅଧମ ପାପୀ ବୋଲି ଏଠି କବି କ'ଣ ସୂଚିତ କରିଛନ୍ତି। ତେଣୁ ଆମର ଆଉ ଯାହା ରହିଲା ଆମେ ପରବର୍ତ୍ତୀ କ୍ଲାସ୍ରେ ଆଲୋଚନା କରିବା।